ପୁଣି ସଂଖ୍ୟାଲଘୁ ହିନ୍ଦୁ ପରିବାରକୁ ଭୟାନକ ଆକ୍ରମଣ, ପାଞ୍ଚଟି ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଜାଳି ଦେଇଛନ୍ତି ଏବଂ ଏଥିରେ ପାଞ୍ଚ ଜଣ ମୃତ୍ୟୁବରଣ କରିଥିବାର ସୂଚନା ଅଛି ଏବଂ ସମସ୍ତ ଗୃହପାଳିତ ପଶୁପକ୍ଷୀ ସମସ୍ତ ମୃତ୍ୟୁବରଣ କରିଛନ୍ତି। ସମସ୍ତ ଆସବାବପତ୍ର ସବୁ ଜଳି ଯାଇଛି। ତମାମ ବିବରଣୀ ଉପରେ ଆମେ ଆଲୋଚନା କରିବା। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ବାଂଲାଦେଶରେ ନିଆଁ ଜଳିବାର ଅ, ଯୋଉ ଦୃଶ୍ୟ ଆଗକୁ ଆଗକୁ ବଢିବାରେ ଲାଗିଛି, କିନ୍ତୁ ତାର ନିଆଁ ଲିଭିବାରେ କୌଣସି ନାଁ ନଉନାହିଁ। ନମସ୍କାର, ମୁଁ ହର୍ଷ ପରିଛା, ମୋର ୟୁଟ୍ୟୁବ ଚ୍ୟାନେଲକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ଭିଡିଓରେ ଆମେ ଆଲୋଚନା କରିବା ଯେ ଏଇ 28 ତାରିଖ ଦିନ, ଗତ 28 ତାରିଖ ଦିନ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ପରିବାର ମାନଙ୍କୁ ଜଳେଇ ଦିଆଯାଇଛି। ପାଞ୍ଚଟି ହିନ୍ଦୁ ପରିବାର। ତ ତାର ତମାମ ବିବରଣୀ ଆମେ ଆଲୋଚନା କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ଠିକ୍ ଭୋର ଭୋର ସମୟରେ 28 ତାରିଖ ଦିନ କିଛି ଦୁର୍ବୃତ୍ତ ମାନେ ପିରୋଜପୁର ଜିଲ୍ଲାର ଡୁମରିପାଲି ଗାଁରେ ହିନ୍ଦୁ ପରିବାରର ପାଞ୍ଚଟି ପରିବାରକୁ କିଛି କପଡ଼ାରେ କିଛି କପଡ଼ା ଭିତରେ ପୂରେଇ ତାକୁ ନିଆଁ ଜାଳିଦେଲେ। ଯାହାରି ଫଳରେ ସମସ୍ତ ପାଞ୍ଚଟି ପରିବାର ବା ପାଞ୍ଚଟି ପରିବାରର ସମସ୍ତ ସବୁ ଗୃହ ସମସ୍ତ ଧ୍ୱଂସ ଲୀଳାରେ ପରିଣତ ହେଇଗଲା। କିଛି ଆସବାବପତ୍ର ବଞ୍ଚିଲା ନାହିଁ ଏବଂ ସେଥିରେ ଯେତେ ସବୁ ଗୃହପାଳିତ ପଶୁପକ୍ଷୀ ଥିଲେ ସମସ୍ତ ସ୍ମାସ ହେଇଗଲେ, ମରିଗଲେ। ଏବଂ ସୁଖର ବିଷୟ ଯେ ଯୋଉମାନେ ବି ଘର ଭିତରେ ଥିଲେ, ଦୁଇଟି ପରିବାରର 8 ଜଣ ବ୍ୟକ୍ତି ସେମାନେ ପଛପଟେ ନିଜର ଯୋଉ ତ କବାଟ ଦେଇଥିଲେ ବା ଯୋଉ ବାଉଁଶରେ ଯୋଉ କବାଟ ଦେଇଥିଲେ ତାକୁ କାଟିଲେ ଏବଂ ଯୋଉ ଟିଣ ଡବା କବାଟ ତିଆରି କରାହେଇଥିଲା ତାକୁ କାଟିକି ସେମାନେ ପଦାକୁ ବାହାରି ସେମାନେ ନିରାପଦରେ ଅଛନ୍ତି। ଆଉ 3ଟି ପରିବାରରୁ 5 ଜଣ ସେମାନେ ଆହତ ହେଇଛନ୍ତି। ତ ଏଇଟା ହଉଛି ପ୍ରକୃତ ପକ୍ଷେ ଅ ସୂଚଉଛି ଯେ ବାଂଲାଦେଶରେ ନିଆଁ ଦିନକୁ ଦିନ ଅଧିକରୁ ଅଧିକ ଜଳିବାରେ ଲାଗିଛି। ନିଆଁ ଲିଭିବାରେ କୌଣସି ନାଁ ନେଉନାହିଁ। ଆମେ ଜାଣିଛୁ ଗତ 12 ତାରିଖ ଦିନ ଛାତ୍ର ନେତା ଉସମାନ ହାଦିଙ୍କୁ ହତ୍ୟା କଲା ଦିନଠାରୁ ଏଇ ନିଆଁ ଅଧିକରୁ ଅଧିକ ଜାଳୁଛି ବା ଆପଣଙ୍କର ଭାୟୋଲେନ୍ସଟି ହିଂସାତ୍ମକ ରୂପଟି ଅଧିକରୁ ଅଧିକ ନଉଛି ବାଂଲାଦେଶରେ। ତାର ପରେ ପରେ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଦୀପୁଚନ୍ଦ୍ର ଦାସ ଯିଏକି କପଡ଼ା କାରଖାନାରେ କାମ କରୁଥିଲେ, ସେ ମଧ୍ୟ ସଂଖ୍ୟାଲଘୁ ହିନ୍ଦୁ ପରିବାରର ଜଣେ ବ୍ୟକ୍ତି। ତାଙ୍କୁ ଜାଳି ପିଟି ପିଟି ମାରିଦେଲେ ଏବଂ ଗଛରେ ବାନ୍ଧି ଜାଳିଦେଲେ। ତାର ପରବର୍ତ୍ତୀ ସମୟରେ ଗୁଣ୍ଡା ଅମୃତ ତାଙ୍କୁ ମଧ୍ୟ ପିଟି ପିଟି ମାରିଦେଲେ। ଅମୃତ ମଣ୍ଡଳ ତାଙ୍କୁ ମଧ୍ୟ ପିଟି ପିଟି ମାରିଦେଲେ। ତ ୟାରି ପରିପ୍ରେକ୍ଷୀରେ ତା ଆଚ୍ଛା ଆଉ ଜଣେ ନେତାକୁ ମଧ୍ୟ ଗୁଳି କଲେ, ଯାହାକୁ କି ଆପଣଙ୍କର ବାମ ପାର୍ଶ୍ୱର ମୁଣ୍ଡରେ ଗୁଳି ଲାଗି ଯାଇଥିଲା। ତ ୟାରି ପରିପ୍ରେକ୍ଷୀରେ କୁହାଯାଉଛି ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ବାଂଲାଦେଶରେ ଯୋଉ ପ୍ରକାର ଆତଙ୍କିତ ଅବସ୍ଥା ସୃଷ୍ଟି କରିଛି ବା ଯୋଉ ପ୍ରକାର ଭାୟୋଲେନ୍ସ ବର୍ତ୍ତମାନ ସୃଷ୍ଟି ହଉଛି, ତାହା ଅତି ଭୟାନକ ରୂପ ନେବାରେ ଲାଗିଛି। ତ ୟାରି ପରିପ୍ରେକ୍ଷୀରେ ଯୋଉ ଛାତ୍ର ନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ସେମାନେ ରିପୋର୍ଟ କରିଛନ୍ତି ସରକାରଙ୍କୁ 24 ଦିନ ଭିତରେ ଯୋଉମାନେ ବି ଏଥିରେ ଦାୟୀ ଅଛନ୍ତି ସମସ୍ତଙ୍କୁ ବିଚାରଣ କରିବାକୁ ପଡିବ ଏବଂ ସମସ୍ତଙ୍କୁ ଅ ନ୍ୟାୟ ଦେବାକୁ ପଡିବ। ସମସ୍ତଙ୍କୁ ଦଣ୍ଡ, ଯୋଉମାନେ ଦୋଷୀ ସେମାନଙ୍କୁ ଦଣ୍ଡ ବିଧାନ କରିବାକୁ ପଡିବ। ତ ୟାରି ପରିପ୍ରେକ୍ଷୀରେ ଯୋଉମାନେ ବି ଆପଣଙ୍କର ଅଛନ୍ତି ହିନ୍ଦୁ ପରିବାର ମାନଙ୍କ ପାଇଁ କାମ କରୁଥିଲେ, ସେମାନଙ୍କର ରିପୋର୍ଟଟିକୁ କମିଟି ଅଛି ତାଙ୍କୁ ଖାରଜ କରିବା ପାଇଁ ମଧ୍ୟ ଚେତାବନୀ ଶୁଣିଛନ୍ତି। ଏବଂ ଯାହା କୁହାଯାଇଛି ଯେ ଯୋଉମାନେ ବି ଏଥିରେ ଅଛନ୍ତି, ଅର୍ଥାତ୍ ଫେସବୁକ୍ ପୋଷ୍ଟର ହତ୍ୟାକାରୀ ମାଷ୍ଟର ମାଇଣ୍ଡ ଯୋଉମାନେ ଅଛନ୍ତି, ସେମାନଙ୍କୁ ପ୍ରତ୍ୟେକଙ୍କୁ ଧରିବା ପାଇଁ ଏଥିରେ ବାଧ୍ୟ କରାଯାଇଛି ଏବଂ 24 ଦିନ ଭିତରେ ଏହାର ସମସ୍ତ ଶୁଣାଣି କରିବା ପାଇଁ ମଧ୍ୟ ସରକାରଙ୍କୁ ସେମାନେ ଚେତାବନୀ ଦେଇଛନ୍ତି ବିଭିନ୍ନ ସଂଗଠନ ତରଫରୁ। ଯାହା ଘଟି ଚାଲିଛି ବାଂଲାଦେଶରେ, ୟାରି ପରିପ୍ରେକ୍ଷୀରେ ପିରୋଜପୁରର ପୋଲିସ ଅଧୀକ୍ଷକ ମହମ୍ମଦ ମଞ୍ଜୁର ଅହମ୍ମଦ ସିଦ୍ଦିକୀ ସେ ଅଗ୍ନିକାଣ୍ଡ ଯୋଉ ଜାଗାରେ ହେଇଥିଲା ସେ ଜାଗାକୁ ପହଞ୍ଚିଲେ ଏବଂ ସମସ୍ତ ବିଷୟବସ୍ତୁ ଅନୁଧ୍ୟାନ କଲେ ଏବଂ ଅନୁଧ୍ୟାନ କଲା ପରେ ଯୋଉମାନେ ବି ଆହତ ହେଇଛନ୍ତି ଏବଂ ଯୋଉମାନେ ବି ସେଥିରେ ଭିକ୍ଟିମ ଅଛନ୍ତି ସେମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ୟାର ତୁରନ୍ତ ତଦନ୍ତ କରାଯିବ ଏବଂ ଦୋଷୀଙ୍କୁ ନିଶ୍ଚୟ ଭାବରେ ଦଣ୍ଡ ବିଧାନ କରାଯିବ। ୟାରି ପରିପ୍ରେକ୍ଷୀରେ ବର୍ତ୍ତମାନ ଯାହା ଶୁଣାଯାଉଛି 5 ଜଣ ସନ୍ଦିଗ୍ଧ ଯୋଉମାନେ ଜଡିତ ଥିଲେ ସନ୍ଦିଗ୍ଧ ମାନଙ୍କୁ ଗିରଫ କରାଯାଇଛି ଏବଂ ଏହାରି ପରିପ୍ରେକ୍ଷୀରେ ଆମେ ଯଦି ଆଉ ଥରେ ଆଲୋଚନା କରିବା ତାହେଲେ ଜୁନ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଉ ହିଂସାତ୍ମକ ରୂପ ନେଉଛି ବାଂଲାଦେଶରେ, ତ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ଯଦି କହୁଛେ ଯାହା ଦେଖୁଛି ରିପୋର୍ଟ ଅନୁସାରେ 71ଟି ଘଟଣାରେ ହିନ୍ଦୁ ମାନଙ୍କୁ ଆକ୍ରମଣ କରାଯାଇଛି। 61ଟି ରିପୋର୍ଟ ଦିଆଯାଇଛି ଯୋଉଥିରେ କି ହିନ୍ଦୁ ଭାଇଲେନ୍ସ ଅଛି ବା ସଂଖ୍ୟାଲଘୁ ମାନଙ୍କ ଉପରେ ଆକ୍ରମଣ କରାଯାଇଛି ହିନ୍ଦୁ ପରିବାର ମାନଙ୍କୁ।
ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।